जय जगन्नाथ सांग मैंने आज आम सकाल सकाल उठिकी कम सारिकी माँ शाग भजा करते आम शाग भजा आलू भजा लगे आम दिन रुटी खाईदेलु समस्त भाव तो शाग भजा लगे भात रुटी खाई दे भात तो समस्त खाते तो रुटी केमी खाइबा तो बहुत ही टेस्टी होता है आपण मैंने भी ट्राए करूँ रूपार मोर तो बहुत ही फेवरेट होता है शाग भजा रुटी तो शाग भजा आलू भजा रुटी आम दिजन सांग ही खाऊँ मो देह टे भल ना मो दांत गोड़ बिंधा हो तो रूपा जानी मो साथ खाली छिट छाट कर खाली मत कौन देखिए तो मुँह टे देखिए तो चिड़ी मु पूरा चिड़ी लास्ट को खोबा ही खाई से मो ठार मुझे तो भिड ही बनईनी खोबा खाऊ जेहतु लाज मार तो आम दिज ए सांग ही खाऊँ तापर बाहर की जीव दुकान दुकान कम करी पुणी राति घर को फेरू तो डेली रुटीन आमर आज टुडे डेली रुटीन हूँ सकाल उठी दुकान जावा दुकान रू घर को आसवा पुणी घरे खाई शोवा तो आज सेमती किसी एंजॉय करना तो नॉर्मली केवल आम घर दुकान को दुकान रू घर कार लंका खा पकोड़ा लगी आलू कर ओजमे हाँ क्या कुछ कुन्नी हुए दांत कति जाऊनी से दांत कति हाँ कुन्नी कुन्नी खाना कुन्नी दांत कति से दांत कति जाऊनी नाम खाइस तू कते शाग कर देखुले निजे हाँ कर देलु शाग साइकिल कर देलु सांग मैंने बिरियानी नहीं आसी रूपा तर खाई चलनी आखिर मत भोक लगे खाई चलनी लेग पिसटा कौन गला आउटा चामच नहीं मन नहीं चैंपियन नुह ता टेस्ट मुझे जानছি बिरियानी खाया था नहीं अलना बा नानी डाक पानी से छाने आसुनु चीनी पके पके नहीं एका पानी से फुटे मुझे आंत होई दिली बेस अंतरे कौन जदी केन करबो कर चकड़ी जो करना तू जागा टाइम रे ओ सेमिति हां से भल लागे जे मो कितने चमच पड़ियो पक्का जी 3 चमच बाया शिकाली कुल्लू रुजिबा माछ ए सांग उडा किने डाकिनेला निथला माछ माछ ए तीन चलिए सांग हो चली आले नंदा सांग माछ तेरे एटा भांगी दे गोटा ग्लास भांगी लाउडे दर्जी भांगीबो काली कुन देला पकावे जिनी नाटू जी पानी भरते ना तो गाड़ी कोड पछी टांकी रे ना गाड़ी करछि एगो अपन टंका करछि गाड़ी रे पउजी बोल टांकी रे पउजी बस 10 ହେଇଥିଲା से गाड़िया पानी तातु न तो पंकज जहाँ तातबनी पानी
ଖାସ୍ ବାର୍ଥଡେ ହେଇଥିଲା କାଲି ଆଘାତ ହେଇଯାଇଛନ୍ତି ଡାଳ ପଡ଼ି ବାର୍ଥଡେ ହେଇଯାଇଥିଲେ ତା ଭିତରେ ପଶିକି ଘାଣ୍ଟି ଗୋଳେଇକି ସବୁ ବାହାର କଲେ ମାଛ ଗୁଡ଼ାକ ବାର୍ଥଡେ ହେଇଯାଇଛନ୍ତି। ମୁଁ ସବୁ ପିଇବି ଛେ ମୁଁ ପାଣି ତାଟିଏ ପିଇ ସାରିଲିଣି ଉଠିକିରି ମାଇଟା ପିଜଲ୍ଦି ପି ଯିବା କଷ୍ଟମର ଠିଆ ହେଲେଣି। ଗୋଳ ତଳବା ଚିନି ବଇଥିବ ନାଇଁ ତୁ ଗିଲାସ ନେଇଯା ଆହୁରି ଗିଲାସ ରହିଲାଣି ବା ମାଛି କ'ଣ ବେ ମାରେ କଂସା ଲଗେ ଯେ ମାରା ଫିନିଶ ତ ସାଙ୍ଗମାନେ ରାତିରେ ଟିକେ ଇଚ୍ଛା ହେଲା ଖାଇବା ପାଇଁ ଆମର ଯେଉଁଟାକି ମକାରେ ପଡ଼ିକି ସିଝା ହୁଏ ମକା ତାପରେ ସବୁ ଜାଲ ଭଳିଆ ଟାଇପ୍ର ହୁଏ ଯେମିତି ମା କରିକି ଦିଏ ଛୋଟବେଳେ ସବୁ ଖାଆନ୍ତି ସେଇ ଜିନିଷ କି ଖାଇବାକୁ ଇଚ୍ଛା ହେଇଥିଲା ରୂପାର ତ ମାଆକୁ ସେ କହିଥିଲା ମା ତା ପାଇଁ ବନଉଛି ଝାଲ ମଟର ଯେମିତି ହୁଏ ବା ଡିଟୋ ସେମିତି ମକା ଝାଲ ତ ଚାଲନ୍ତୁ ଦେଖିବା ମା କେମିତି କ'ଣ ବନଉଛି ଦେଖିପାରୁଥିବେ ମା ଏବେ ଫାଷ୍ଟ ପିଆଜ ବଢ଼ିଆ ସେ ଟିକ୍ ଟିକ୍ କରି କାଟି ନେଉଛି ଆଉ ତାକୁ ପୁରା ବଢ଼ିଆ ସେ ଚୁନ ଚୁନି କରି କେମିତି କାଟି ଦେଖିପାରୁଥିବେ ପୁରା ସ୍ମଲ୍ ସାଇଜ୍ର ଯେଉଁଟା ପୁରା ବଢ଼ିଆ ସେ କାଟି ନେଇଥିଲା ମା ଆଉ ତାପରେ ସେଥିରେ ଆମର ପଡ଼ିବ କଞ୍ଚା ଲଙ୍କା ଧଣିଆ ପତ୍ର ଆପଣ ଏଥିରେ ଆପଣ ଟେଷ୍ଟ ଅନୁସାରେ ଜିନିଷ ପକାଇ ପାରିବେ ଆମର କଞ୍ଚା ଲଙ୍କା କେବଳ ପକାଇଛୁ ଧଣିଆ ପତ୍ର ପକାଇନୁ ଆଉ ଧଣିଆ ପତ୍ର ନଥିଲା ଘରେ ହାଟରୁ ଆଣିବାକୁ ହୁଏତ ମନେ ନଥିଲା ତ ଆମର ମକା ପୁରା ସିଝେଇକି ମା ରଖିଦେଇଛି ପ୍ରେସର ଦେଖିପାରୁଥିବେ ଆଉ ଏବେ ମା ତାଥିରେ ମକା ବାହାର କରିନେଇ ତାକୁ ବାହାର କରିନେଇ ତା ଦେହରେ ମା ପକାଇଦେବ ସେଇ ଯେଉଁ କଟା ପିଆଜ କଞ୍ଚା ଲଙ୍କା ତା ଦେହରେ ଗୋଟିଏ କାଗଜ ପୁରା ବଢ଼ିଆ ସେ ମା ଚୁପୁଡ଼ି ଦେଇଛି ପୁରା ଭଲସେ ତାପରେ ତାକୁ ଗୋଳେଇ ଦେଇଛି ଲୁଣ ଟିକେ ପକାଇକିନି ତ ଆପଣ ଚାହିଁବେ ଯଦି ରାଗ ଯଦି ଆପଣଙ୍କୁ ଅଧିକା ପସନ୍ଦ ହରି ମିର୍ଚି ବଦଳରେ ଆପଣ ହରି ମିର୍ଚି ବଦଳରେ ନୁହଁ ହରି ମିର୍ଚି ସହିତ ବି ଆପଣ ଲଙ୍କାଗୁଣ୍ଡ ଜିରା ଲଙ୍କାଗୁଣ୍ଡ ବି ପକାଇ ପାରିବେ ଚାଟ୍ ମସଲା ବି ପକାଇ ପାରିବେ ତ ଆମର ସେସବୁ ଜିନିଷ କିଛି ଦରକାର ନଥିଲା ଆମେ ହେଲ୍ଦି ହିଁ ଖାଇବା ଚାହିଁଥିଲୁ ତ ତା ଦେହରେ ଆମେ ସେ ଜିନିଷ କିଛି ବି ଆଡ଼୍ କରିନୁ ତ ଆମେ କେବଳ ତା ଦେହରେ କଞ୍ଚା ଲଙ୍କା ପିଆଜ ଆମର ଯେଉଁଟାକି ଆମର ରହିଥାଏ କାଗିଜି ସେତିକି ହିଁ ପକାଇଛୁ ତ ଏବେ ଆମେ ତାକୁ ଯାଉଛୁ ଖାଇବୁ ତ ଆପଣମାନେ ବି ଘରେ ବନାନ୍ତୁ ଆଉ ଏନ୍ଜୟ କରନ୍ତୁ ମକା ଝାଲ ତ ବହୁତ ଟେଷ୍ଟି ହେଇଥାଏ ଏଇଟା ଘରେ ଖାଇବ ହେଲ୍ଦି ଜିନିଷ ବହୁତ ସୁନ୍ଦର ଲାଗିଥାଏ ତ ମକା ସୁପ୍ କେତେଜଣ ଖାଇବା ଭଲ ପାଆନ୍ତୁ ମୋତେ କମେଣ୍ଟ କରି ନିଶ୍ଚୟ କହିବେ ତ ଦେଖିପାରୁଥିବେ ଆମେ ଏବେ ଖାଇଛୁ ମକା ଝାଲ ତ ବହୁତ ଟେଷ୍ଟି ଆଉ ହେଲ୍ଦି ବି ତ ରୂପାର ବହୁତ ଫେଭରାଇଟ୍ ତ ଘରେ ସେଥିପାଇଁ ବନା ହେଇଥିଲା ଆମେ ସମସ୍ତେ ସାଙ୍ଗ ହୋଇ ଖାଇଥିଲୁ ମା ମୁଁ ରୂପା ଆଉ ସାଙ୍ଗ ହୋଇ ଖାଇକି ବହୁତ ଟେଷ୍ଟି ଜିନିଷ ହେଲ୍ଦି ଜିନିଷ ଖାଇଥିଲୁ ରାତିରେ ତ ଆପଣମାନେ ବି ୟାକୁ ସନ୍ଧ୍ୟାବେଳେ ଖାଇପାରିବେ ତ ମୁଁ ସେପଟେ ବସି ଭିଡ଼ିଓ ଏଡ଼ିଟିଂ କରିଥିଲି ଆଉ ସେଇଠି ବସି ଖାଇଥିଲି ରହୁଛି ଜୟ ଜଗନ୍ନାଥ।